ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ତ୍ରୟୋଦଶ ଜିଲ୍ଲା ସମ୍ମିଳନୀ ଅନୁଗୁଳ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଶଶାଙ୍କ ଶେଖର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘ, ଓଡ଼ିଶା ବ୍ରାହ୍ମଣ ମହାସଂଘ ସହିତ ଅନୁମୋଦିତ ହୋଇ ସରକାରୀ ସ୍ତରରେ ବ୍ରାହ୍ମଣ ନିଗମ ଗଠନ ତଥା ବ୍ରାହ୍ମଣମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନିମନ୍ତେ ଚେଷ୍ଟା କରିବା ପାଇଁ ମତ ପ୍ରକାଶ ପାଇଥିଲା। ମୁଁ ହେଉଛି ବ୍ୟୋମକେଶ ଶତପଥୀ, ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ଜଣେ ସକ୍ରିୟ ସଦସ୍ୟ। ଆଜି ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ତ୍ରୟୋଦଶ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଆଗରୁ ଆମର 12ଟି ସମ୍ମିଳନୀ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା। ଏଠି ହେଉଛି ତ୍ରୟୋଦଶ ସମ୍ମିଳନୀ। ଆମର ଏ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ହେଲା ଅନୁଗୁଳ ଜିଲ୍ଲାରେ ଥିବା ସମସ୍ତ ବ୍ରାହ୍ମଣମାନଙ୍କୁ ଏକତ୍ରିତ କରି ଓଡ଼ିଶା ବ୍ରାହ୍ମଣ ମହାସଂଘ ସହିତ ସମ୍ମିଳିତ ହୋଇ ସରକାରଙ୍କ ପାଖରେ ବ୍ରାହ୍ମଣମାନଙ୍କ ପାଇଁ ବ୍ରାହ୍ମଣ ନିଗମ ଗଠନ କରିବା ଏବଂ ବ୍ରାହ୍ମଣମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି ଉପସ୍ଥାପନା କରିବା ହେଉଛି ଆଜି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ଆମର ବ୍ରାହ୍ମଣ ମହାସଂଘ ତରଫରୁ ପ୍ରତି 3 ମାସରେ ଥରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଅନୁଗୁଳ ବ୍ରାହ୍ମଣ ମହାସଂଘ ତରଫରୁ ଆମର ଗୋଟିଏ ବୃଦ୍ଧାଶ୍ରମ, ଗୋଟିଏ ଅର୍ଫାନ୍ ଚାଇଲ୍ଡ ହୋମ୍ ଏବଂ ଛାତ୍ରବୃତ୍ତିର ବ୍ୟବସ୍ଥା ମଧ୍ୟ ରହିଛି, ଯାହାକୁ ଆମେ ଆଗକୁ ଆହୁରି ଅଧିକ ଉଜ୍ଜୀବିତ କରିବା ପାଇଁ ଚିନ୍ତା କରୁଛୁ। ଧନ୍ୟବାଦ। ଉକ୍ତ ସଭାରେ ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ କମିଟିକୁ ଭଙ୍ଗାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ଭାବରେ ବ୍ୟୋମକେଶ ଶତପଥୀ ସଭାପତି, ବିଭୂତି ଭୂଷଣ ମହାପାତ୍ର କାର୍ଯ୍ୟକାରୀ ସଭାପତି, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଭବାନୀ ଶଙ୍କର ମିଶ୍ର, ଅଶୋକ କୁମାର ପାଣି ଓ ସୁଜିତ କୁମାର ନନ୍ଦ ଉପସଭାପତି, ଆରତ ରଞ୍ଜନ ଦାସ ସମ୍ପାଦକ, ସୋମପ୍ରସାଦ ଦାସ ଓ ପବିତ୍ର ମୋହନ ଶତପଥୀ ଯୁଗ୍ମ ସମ୍ପାଦକ, ସନ୍ତୋଷ କୁମାର ମିଶ୍ର, ଅମିୟ ରଞ୍ଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ଚିଦାନନ୍ଦ ହୋତା ସଂଗଠନ ସମ୍ପାଦକ, ନାରାୟଣ ପଣ୍ଡା କୋଷାଧ୍ୟକ୍ଷ, ରମେଶ କୁମାର ତ୍ରିପାଠୀ, ବିପିନ ବିହାରୀ ନାଥ, ଅଚ୍ୟୁତାନନ୍ଦ ଧର ଓ ଗୋପୀନାଥ ତ୍ରିପାଠୀ କାର୍ଯ୍ୟକାରୀ ସଦସ୍ୟ, ସୁରେଶ କୁମାର ଶତପଥୀ ଅର୍ଥ ସମୀକ୍ଷକ, ଶଶାଙ୍କ ଶେଖର ପାଣି, ନୃସିଂହଚରଣ ମିଶ୍ର, ଜନାର୍ଦ୍ଦନ ମିଶ୍ର ଓ ପ୍ରଶାନ୍ତ କୁମାର ଦାସ ଉପଦେଷ୍ଟା ଭାବରେ ମନୋନୀତ ହୋଇଥିଲେ। ମୁଁ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ବ୍ରାହ୍ମଣ ମହାସଂଘର ସହ ସମ୍ପାଦକ। ଆଜି ତ୍ରୟୋଦଶ ବୈଠକ ଅନୁଷ୍ଠିତ ହୋଇଯାଇଛି ଆମର ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟରେ। ଯେହେତୁ ବ୍ରାହ୍ମଣମାନେ ଆଜି ବିଚଳିତ ଅବସ୍ଥାରେ ସମସ୍ତେ ଥିଲେ ଏବଂ ତାଙ୍କୁ ଏକାଠି କରି ଆମେ ଆଜି ତ୍ରୟୋଦଶ ମିଟିଂର ଆରମ୍ଭ କରିଛୁ ଏବଂ ସେଇଥିରେ ଆମେ ସୂଚାଇ ଦେବାକୁ ଚାହୁଁଛୁ ସବୁ ବ୍ରାହ୍ମଣମାନେ ସମସ୍ତେ ଯେମିତି ଏକାଠି ହୋଇ ଦିଗ୍ଦର୍ଶନ ସମାଜକୁ ଦେବେ, ତାହାର ମୂଳ ଲକ୍ଷ୍ୟ। ସେଥିପାଇଁ ଆମେ ଆଜି ଏହି ମିଟିଂର ଆୟୋଜନ କରିଛୁ। ଆମର ଜିଲ୍ଲାରେ ପ୍ରାୟ 32ଟି ସଂଗଠନରୁ ଅଧିକ ସଂଗଠନ ଆମର ରହିଛି। ଅନୁଗୁଳ ଜିଲ୍ଲାରେ ପାରଡ଼ାରୁ ନେଇକରି ଏପଟେ ମାଧପୁର ପର୍ଯ୍ୟନ୍ତ 32ଟି ସଂଗଠନ ରଖିଛୁ ଏବଂ 32ଟି ସଂଗଠନରେ ସମସ୍ତ ସକ୍ରିୟ ମେମ୍ବର ଆମର ଅଛନ୍ତି ଏବଂ ସମସ୍ତେ ମଧ୍ୟ ଆଜି ସେ ଆମ ମିଟିଂରେ ଆଜି ଉପସ୍ଥିତ ରହି ସମସ୍ତେ ସାଫଲ୍ୟମଣ୍ଡିତ କରିବାକୁ ଆମେ ସମସ୍ତଙ୍କୁ ଡକାଯାଇଛି।